କ'ଣ ଆପଣ ବ୍ୟସ୍ତବହୁଳତା ଜୀବନ ଭିତରେ ନିଜେ ରେଡ଼ି ହେଇପାରୁନାହାନ୍ତି, ନିଜେ ସୁନ୍ଦର ଭାବରେ ସଜେଇ ହେଇପାରୁନାହାନ୍ତି? କାହିଁକିନା ପିଲା, ହଜବେଣ୍ଡ ଘରକୁ ଟାଇମ୍ ଦେଉଛନ୍ତି, ଘର କାମରେ ଏତେ ବ୍ୟସ୍ତ ରହିଯାଉଛନ୍ତି। ନିଜକୁ ଥରେ ନିଜେ ମେକଅପ୍ କରିକି ଦେଖନ୍ତୁ ନା। ଯେମିତି ଆମେ ସବୁ କାମ କଲାବେଳେ ଚିଡ଼ଚିଡ଼ି ହେଇଯାଉଛୁ, ବିରକ୍ତ ହେଇଯାଉଛି, ହେ ମୁଁ ଏତେ କାମ କରୁଛି, ସେତେ କାମ କରୁଛି, ମୁଁ ନିଜକୁ ଟାଇମ୍ ଦେଇପାରୁନି। ନିଜକୁ ଟାଇମ୍ ଦେବା ପାଇଁ, ନିଜ ମାଇଣ୍ଡ ଖୁସି ରଖିବା ପାଇଁ ପ୍ରଥମେ ନିଜକୁ ରେଡ଼ି ହେବାକୁ ପଡ଼ିବ। ଯେମିତି ଆମେ ସକାଳୁ ଉଠୁଛୁ, ଆମେ କ'ଣ କରୁଛୁ ଯେ ଜଲ୍ଦି ଜଲ୍ଦି ଖାଲି ଟିକେ ସିନ୍ଦୁର ଲଗାଇ ଦେଇ, ଯେଉଁମାନେ ମ୍ୟାରେଡ୍ ଅଛନ୍ତି ସିନ୍ଦୁର ଟିକେ ଲଗାଇ ଦେଇକି ସେ ତାଙ୍କର କାମରେ ବ୍ୟସ୍ତ ହେଇଗଲେ, ନିଜକୁ କେବେ ରେଡ଼ି ହେଇପାରିଲେନି। ସ୍ୱାମୀ ଅଫିସ୍ ଯିବେ, ପିଲା ସ୍କୁଲ ଯିବେ, ତା ଭିତରେ ଆମେ ନିଜକୁ ହଜେଇ ଦେଇଛୁ। ନା, ଆମ ପରିଚୟ ଆମେ ଗଢ଼ିବା। ଯେହେତୁ ଆମେ ଗୋଟେ ହାଉସ୍ ୱାଇଫ୍ ଅଛୁ, ଆମେ ହାଉସ୍ ୱାଇଫ୍ ଯେହେତୁ ସମସ୍ତଙ୍କର କେୟାର ନେବା ଭିତରେ ଆମ କେୟାରକୁ ଆମେ ଭୁଲି ଯାଇଛୁ। ଆସନ୍ତୁ ଗୋଟେ ସଂକଳ୍ପ ନେବା, ଆମେ ନିଜେ ଆମକୁ ଡେଲି 5 ମିନିଟ୍ ଟାଇମ୍ ଦେବା। ସେଇ 5 ମିନିଟ୍ ଭିତରେ ଆମେ କ'ଣ କରିବା, ନିଜେ ସକାଳୁ ଉଠିବା। ନିଜେ ସକାଳୁ ଉଠିକି ମିରର ସାମ୍ନାରେ ଆଗ ପ୍ରଥମେ ଆମେ ନିଜେ ରେଡ଼ି ହେବା। ବଢ଼ିଆ ସେ କିଛି ନାହିଁ, କୌଣସି ପାର୍ଲର ଯିବାର ନାହିଁ, କୌଣସି ମେକଅପ୍ ଜିନିଷ ୟୁଜ୍ କରିବାର ନାହିଁ। ଓନ୍ଲି ଯେମିତି ଡେଲି ଲାଇଫଷ୍ଟାଇଲରେ ଆମେ ନିଜେ ରେଡ଼ି ହେଉ, ସେଇଭଳିଆ ଆପଣ ରେଡ଼ି ହେବେ। ହଁ, ବାକି ଗୋଟିଏ ଜିନିଷ କରିବେ, ତା ଦେହରେ କ'ଣ, ଖାଲି ଟିକେ ଲିପଷ୍ଟିକ୍ ଲଗାଇଦେବେ। ଗୋଟିଏ ଲିପଷ୍ଟିକ୍ ଆମ ଓଠକୁ, ଆମ ମୁହଁକୁ ସେ ସୁନ୍ଦର କରିଦିଏ। ଏମିତି ତ ସମସ୍ତେ ପାଉଡ଼ର ଲଗାଉଥିବେ, ସିନ୍ଦୁର ଲଗାଉଥିବେ, ସବୁ ଲଗାଉଥିବେ। ଥରେ ଖାଲି ଦିନେ ସକାଳୁ ରେଡ଼ି ହେଇକି ନିଜେ ବାହାରକୁ ବାହାରନ୍ତୁ ନା, ପିଲା ବି ଦେଖିବ, କହିବ ମା ଆଜି ସୁନ୍ଦର ଭାବେ ରେଡ଼ି ହେଇଛନ୍ତି। ହଜବେଣ୍ଡ ବି ଦେଖିବେ, ତେଣୁ ନିଜକୁ ସେ ଟାଇମ୍ ଦେଉ, ସିଏ ଆହୁରି ଖୁସି ହେଇଯିବେ। ଆପଣଙ୍କ ଖୁସିରେ ସିଏ ବି ଖୁସି ହେଇଯିବେ। ଯେତେବେଳେ ଆମେ ନିଜେ ରେଡ଼ି ହେଇକି ମିରର ସାମ୍ନାରେ ଠିଆ ହେବା, ସେତେବେଳେ ଆମକୁ ଲାଗିବ ହଁ ମୋର ଗୋଟେ କିଛି ପର୍ସନାଲିଟି ଅଛି, ମୁଁ କିଛି ଦେଖାଯାଉଛି, ସୁନ୍ଦର ଦେଖାଯାଉଛି। ଗୋଟେ ଦିନ କରିବେ, ଦେଖେ ତାପର ଦିନକୁ ନିଶ୍ଚୟ ଇଚ୍ଛା ହେବ, ନାଇଁ ମୁଁ କାଲି କରିଥିଲି ସୁନ୍ଦର ଦେଖାଯାଉଥିଲି, ଆଜି ଯାଉଛି ଟିକେ କରିବି, ତାପର ଦିନକୁ ଆଉ ଟିକେ ଡେଭଲପ୍, ତାପର ଦିନକୁ ଆଉ ଟିକେ ଡେଭଲପ୍। ଏମିତି ଧୀରେ ଧୀରେ ଡେଭଲପ୍ କରି 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 ନିଜକୁ ଗୋଟେ ସୁନ୍ଦର ହାଉସ୍ ୱାଇଫ୍ ଭଳିଆ ଆମେ ରହିବା। କାହିଁକିନା ଆମେ ଗୋଟେ ପିନ୍ ମାରିକି ଶାଢ଼ୀ ପିନ୍ଧିବା, ନୋ ନାଇଟି। ନାଇଟି ରାତିରେ ଆମେ ପିନ୍ଧିବା, ନାଇଟି ହେଉଛି ରାତି ପାଇଁ। ଦିନବେଳେ ଆମେ ନାଇଟ୍ ପିନ୍ଧି ଦେଉଛୁ। ସେଥିପାଇଁ ଆମେ କ'ଣ ଭାବୁଛୁ, ଆମେ ଗୋଟେ ଘରର କାମବାଲି, ଆମେ ଘରର କାମ କରିବା ପାଇଁ ଆସିଛୁ। ନା, ନିଜ ପରିଚୟ ନିଜେ ଗଢ଼ିବା ପାଇଁ ହେଲେ ଆଗ ନିଜକୁ ସୁନ୍ଦର, ଥରେ ନିଜେ ରେଡ଼ି ହେଇକି ମିରର ସାମ୍ନାରେ ଠିଆ ହୁଅନ୍ତୁ ନା, ଦେଖନ୍ତୁ ଆପଣଙ୍କର କେତେ ସୁନ୍ଦର ପଜିଟିଭ୍ ଭାଇବ୍ରେଟ୍ ଆସୁଛି। ଦେଖିବେ ଯାହା ଉପରେ ଗୋଟେ ଚିଡ଼ଚିଡ଼ି ହେବାର ଥିବ, ନିଜେ ଯଦି ରେଡ଼ି ହେଇଯାଇଥିବେ, ସୁନ୍ଦର ଲାଗୁଥିବେ, କିଏ ଗୋଟେ ଆପଣଙ୍କୁ କହିଦେଲା ମ୍ୟାଡ଼ାମ୍ ଆଜି ବଢ଼ିଆ ସୁନ୍ଦର ଦେଖାଯାଉଛନ୍ତି, କିନ୍ତୁ ନିଜ ପିଲା କହିଦେଲା ମା ଆଜି ବଢ଼ିଆ ସୁନ୍ଦର ଦେଖାଯାଉଛ, ସେତିକିବେଳେ ଆପଣଙ୍କର ଗୋଟେ ଏତେ ସୁନ୍ଦର ନିଜ ମନକୁ ଖୁସି ଆସିବ, ଆପଣ ସେ ଖୁସିର ଇମାଜିନ୍ କରିପାରିବେନି। ଆଉ ସେ ଖୁସି କୌଣସି ପଇସା ଦେଇକି କିଣା ହେଇପାରିବନି। ଯଦି ନିଜ ହଜବେଣ୍ଡ ବି କହିଦେଲେ ଆଜି ବଢ଼ିଆ ଦେଖାଯାଉଛ, ତାଠୁ ତ ସୋନେ ପେ ସୁହାଗା, ଆଉ ତାଠୁ ଭଲ ଜିନିଷ ଆଉ କିଛି ବି ନାହିଁ। ଥରେ ଏମିତି ଆପଣମାନେ ଦେଖନ୍ତୁ, ଆପଣମାନଙ୍କର ଭିତରେ ପରିବର୍ତ୍ତନ କରନ୍ତୁ, ଦେଖିବେ ଆପଣ ଗୋଟେ ଫିଟ୍ ଓମ୍ୟାନ୍, ଫିଟ୍ ୱାଇଫ୍, ଫିଟ୍ ମମ୍ ହେଇପାରିବେ। ଆଉ ନିଜ ମନକୁ କେତେ ଶାନ୍ତି ମିଳିବ, ଏଇଟା ଦେଖିକି ଆପଣ ପ୍ରୟୋଗ କରନ୍ତୁ, ନିଶ୍ଚୟ ଆପଣ ଜାଣିପାରିବେ ବେନିଫିଟ୍ କ'ଣ ହେଉଛି ଆପଣଙ୍କର।